ଓହୋ ମଣିଷ କେତେ ମୁସ୍କୁଲରେ ପଡ଼ିଲା ଯେ ମୋ ବୋଉର ଦେହ ଖରାପ ବୋଲି ମୁଁ ମନ୍ଦିରକୁ ଆସିଥିଲି ଆଉ ମନ୍ଦିରରେ ଟିକେ ଠାକୁର ପାଖରେ ଗୁହାରି କରିବି ଆଉ ଗୁହାରି ସାରି ଘରକୁ ଯିବି କ'ଣ ଦେଖିଲି ନଈ କୂଳରେ ସ୍ତ୍ରୀ ଲୋକଟା ପଡ଼ି ରହିଛି। ଏ ଆଖପାଖକୁ ବଡ଼ ବଡ଼ ସମସ୍ତଙ୍କୁ ଡାକିଲି ମୋ କଥା କେହି ବି ଶୁଣିଲେନି। ମୁଁ କ'ଣ କରିଥାନ୍ତି ଯେ ଆଉ ମୁଁ ଭାବିଲି ଫେରିଯିବି ବୋଲି ହେଲେ ମୋ ବିବେକ ମୋତେ କହିଲା ଆରେ ଏ ଭଗିଆ ଆରେ ସେ ସ୍ତ୍ରୀ ଲୋକଟା ଥରେ ଦେଖିଦେଇ ଯା ସେ ବଞ୍ଚିଛି ନା ମରିଛି। ପାଖକୁ ଯାଇ ପାଖକୁ ଯଦି ହାତର ଗଣି ଦେଖିଲି ନାଳିଟା ଖାଲି ଧପ ଧପ ହଉଛି ଆଉ ମୁଁ ଭାବିଲି ସେ ବଞ୍ଚିଛି। ପିଲାଦିନେ ବାପା କହୁଥିଲେ ଯୋଉ ବାପରେ ଅନ୍ୟ ରୂପ ରୁହେ ତାକୁ ବାପ କୁହାଯିବନି ହେଲେ ଏଯାଏଁ ଆର ଚେତା ଫେରୁନି କ'ଣ କରିବି। ଆରେ ହେ ଅସଲ କଥାଟା ମନେ ପଡ଼ିଗଲା ଆଉ ପିଲାଦିନେ ନଖିବା ଉଦର ଚେତା ଆସିଲାନି ବୋଲି ଶଙ୍କର ଭାଇ ତା ନାକ ଚିପି ତା କାନ ପକେଇଥିଲା। ଯାଉଛି ମୁଁ ସେମିତି କଲେ କାଳେ ଚେତା ଫେରି ଆସିବ। ହେଲେ ଝିଅ ପିଲାଟା ଆଉ ତା କାନ ପାଖକୁ ପାଖରେ ମୋତେ ବାପ ହବନି। ପିଲାଦିନେ ବାପା କହୁଥିଲେ ଯୋଉ ବାପର ଅନ୍ୟର ଉପକାର ହୁଏ ତାକୁ ବାପ କୁହାଯିବନି। ଆରେ ସେ ଯାହା ହଉ ପଛେ ମୋତେ କିନ୍ତୁ ଆକୁ ବଞ୍ଚେଇବାକୁ ପଡ଼ିବ। ତମେ ମରିବାକୁ କାହିଁକି ଚାହୁଁଥିଲ? ତମେ କ'ଣ ପୁରାଣ ପଢ଼ିନ? 7 ଜନ୍ମର ପୁଣ୍ୟ ବଳେ ମଣିଷ ଜନ୍ମ ମିଳିଥାଏ ଆଉ ତମେ ଜାଣିଛ ଜୀବନ ନଷ୍ଟ କରିଦେଉଛ। ତମେ କ'ଣ ଜାଣିନ ଆତ୍ମହତ୍ୟା ମହାପାପ? ମୋ ନାଁ ହେଉଛି ଭଗବାନ ମହାପାତ୍ର ଆଉ ସମସ୍ତେ ମତେ ଗେଲ ଡାକନ୍ତି ଭଗିଆ। ଆଉ ଏ ପାଖ ଗାଣ୍ଡି ହେଲା ଆମର। ହେଲେ ତମେ ମରିବାକୁ କାହିଁକି ଚାହୁଁଥିଲ? ଏ କଥା ଜାଣିଲେ ତମର ଲାଭ କ'ଣ? ତମେ ଜାଣିଲେ ମୋର କ'ଣ ସବୁ ସୁଖ ଫେରି ଆସିବ? ଏ କଥାରେ ଅଛି ପରା ନିଜର ଦୁଃଖରେ ଯଦି ଅନ୍ୟକୁ କହିବ ତାର ଦୁଃଖଟା ସାମାନ୍ୟ ହାଲକା ହେଇଯିବ। କୁହ ମୋ ଦ୍ୱାରା ଯଦି ସମ୍ଭବ ମୁଁ ନିଶ୍ଚୟ ପାରିବି। ତମେ ମୋ ମଥାରେ ଟପାଏ ସିନ୍ଦୁର ଦେଇପାରିବ? ଚୁପ୍ ହେଇଗଲ କାହିଁକି? ଏଇନେ ତ ଲମ୍ବା ଲମ୍ବା ଭାଷଣ ମାରୁଥିଲ, ପୁରାଣ କାହାଣୀ ଶୁଣାଉଥିଲ ଆଉ ସିନ୍ଦୁର ନାଁ ଶୁଣି ଡରିଗଲ କାହିଁକି? ନିରବ ରହିଗଲ କାହିଁକି? ତେବେ ତମେ ପରା କହୁଥିଲ ଆତ୍ମହତ୍ୟା କରିବ ମହାପାପ। ତାହେଲେ ତମେ କୁହ ମୁଁ କ'ଣ କରିବି? କାହିଁକି ତମେ ମୋତେ ବଞ୍ଚେଇ ନିଜ ପୁଣ୍ୟ ଅର୍ଜନ କରି ମୋତେ ପାପରେ ଘାଣ୍ଟି ଦେଲ? ତମେ କୁହ ଗୋଟେ ମଙ୍ଗୁଳା ଝିଅ ଆତ୍ମହତ୍ୟା କରିବା ଛଡ଼ା କ'ଣ କରିପାରେ? କୁହ, ଜବାବ ଦିଅ, ମୋ ପ୍ରଶ୍ନର ଉତ୍ତର ଦିଅ। ଯାହା ପାଇଁ ବିବାହ ବେଦୀ ହୋମ ନିଆ ସାତ ପର ହେଇଗଲା ସେ କୋଉ ପରିଚୟ ନେଇ ଏଠି ବଞ୍ଚିବ? ଗୋଟେ କୁଳ ବୋହୁର ପରିଚୟ ନେଇ ବଞ୍ଚିବ ନା ରୂପ ବ୍ୟବସାୟୀ ବେଶ୍ୟା ପରମ୍ପରାର ପରିଚୟରେ ବଞ୍ଚିବ? କୁହ, ଜବାବ ଦିଅ ମୋତେ, ଜବାବ ଦିଅ। ଆରେ ଚୁପ୍ ରହିଲ କାହିଁକି? ଜବାବ ଦିଅ ମୋତେ, ଜବାବ ଦିଅ। ଗୋଟିଏ କୁଳ ବୋହୁର ପରିଚୟ ନେଇ ବାହାରଟାଇ ସବୁ ଶୁଣିଛି ମୁଁ ଭାଇ। ଯାହାକୁ ତୁ ମରଣ ମୋର ବଞ୍ଚାଇ ନୂଆ ଜୀବନ ଦେଇଛୁ ତା କଥାରେ ଟକାଇ ସିନ୍ଦୁର ଦେଇ ତାକୁ ବେହେସାରା ବନେଇ ପାରିବୁନି? ନାଇଁ ମନୁଆ ମୁଁ ପାରିବିନି ରେ ମନୁଆ, ମୁଁ ପାରିବିନି। ଯଦି ନ ପାରିବୁ ତାହେଲେ ବଞ୍ଚାଉଥିଲୁ କାହିଁକି? ଏ ମନୁଆ ବିପଦରେ ପଡ଼ିଥିବା ଲୋକକୁ ସାହାଯ୍ୟ କଲେ ଯେ ଅପରାଧ ତାହେଲେ ମୁଁ ସେଥିପାଇଁ ହାତ ଧରି କ୍ଷମା ମାଗୁଛି ରେ ମନୁଆ। କ୍ଷମା ମାଗିଦେଲେ ସବୁ ସମସ୍ୟାର ସମାଧାନ ହେଇଯିବନି ଭାଇ। ତତେ ତାଙ୍କ ମଥାରେ ସିନ୍ଦୁର ଦବାକୁ ପଡ଼ିବ। ନା ମୋ
ମୋ ବୋଉର ବିନା ଅନୁମତିରେ ମୁଁ ଏଇଟା କେତେ ବଡ଼ କାମ କରିପାରିବିନି କେବେ ନୁହେଁ। ମମିକୁ ମୁଁ ବୁଝେଇଦେବି ଭାଇ, ଇଏ ଯଦି ତୋରି ଆଗରେ ପୁଣି ଥରେ ଆତ୍ମହତ୍ୟା କରନ୍ତି ତାହେଲେ ପୁଣ୍ୟଠାରୁ ପାପର ଭାର ବଢ଼ିଯିବ। ସେଥିପାଇଁ ଦାୟୀ ରହିବୁ ତୁ। ମମିର ଇଚ୍ଛା ବିରୋଧ ତୁ କିଛି ପାପ କାମ କରୁନୁ ଭାଇ। ଗୋଟେ ଭଙ୍ଗା ମନ୍ଦିରକୁ ତୁ ଗଢ଼ିବାକୁ ଯାଉଛୁ। ଏଇ ନେ ଭାଇ, ତୁ ତାଙ୍କୁ ମହାପାତ୍ର ମନ୍ତ୍ର କୁଳବଧୂ ସଜେଇ ଦେ। ତତେ ମୋ ରାଣ। ये से महापुरुष जी ते बंचार राह दे से महापुरुष को देखी मु निज को निजे धन्य हो कहमा किए से तमरी आगे ठिया होइतिबा मो बड़ भाई भगवान महापात्र। बाबू जीवन तो भगवान को केबे देखिनी हेले तुमको देखि सारा पर मते लागुछि स्वयं भगवान जमिति शंख चक्र गदा पद्म धरी मो आखि सामने छिड़ा होइछन्ति आ तुमको देखि सारा पर आपे आपे मो मुंडा तुम पाद तले धरी जाउछि। बाबू बाबू आपण मो आगे मुंड नुई भगवान का दरबार आगे मत दोषी सजी दौरान कहीं पिलादिने बापा कहते आचार व्यवहार मनुष्य को मनुष्यर परिचय देता है मुझे आपको देखी सारे पर मु भावुँ आप प्रकृत में मनीष हे महामानव ये अज्ञान आपण अज्ञान जब किसी भूल कर क्षमा करदेव। बाबू बाबू नुहे आपण पुआ भगिया भगवान श्रावणी मनीष हाटर मनीष किणवाक जाई तू आज प्रकृत मनीष टे पाई रे बा तू आज ये सत्यवान महापात्र स्वप्न को सार्थक कर बा तू आज मो स्वप्न को सत कर श्रावणी ए दुनिया रे घर संसार करी तबे जदी खुशी रहबो ताले सबठु बेसी जदी के खुशी ताले तमरे जाओ श्रावणी जाओ सुखारे घर संसार करा আজি যাଏ ସାଇତି ରଖିଥିବା ସବୁ ସୁଖକୁ ତ ମୁଁ ଏଇଠି ଛାଡ଼ି ଦେଇ ଯାଉଛି
କେବଳ ଦୁଃଖର ଲୁହକୁ ନିଜର କରିବା ଛଡ଼ା ମୋ ପାଖରେ ଆଉ କେତେ ଉପାୟ ନାହିଁ। କାହିଁକି ନା ଏଠି ପରା ମୋ ପାଇଁ ସୁଖ ସାତ ପର ଦୁଃଖ ନିଜର। Bye.